কেড়ে মথুর তোমা নাম রস কেড়ে মথুর তোমা নাম রস কেড়ে মথুর তোমা নাম রস
এইগুলা আমার ଛାତିରେ ହାତ ମାରିକି କହୁଥିଲୁ ମୁଖ୍ୟମନ୍ତ୍ରୀ ଆମର ରାଷ୍ଟ୍ରପତି ଆମର କଣ କହୁଛି କୋଉ ପିଇସି ସିଏ ମାଟି କାଢେ ଆପଣ କଣଟା ସେ କେମିତି କାଉଁଲି ପାଲା ମୁଁ ଜାଣିଛି ସେ କଣ କହୁନୁ ଜପିସି ଏମିତି କାଢିକି এই হউনি তোর ভুল ତା ହଉଛି ଜେସିବି ଆପଣ ଜେସିବି ଜେସିବି জেসিবি ଜପିସି ନା ମୁଁ କାଲି ହବନି ହବନି হবনি তোর ହଉ এর জন্ম ହବନି ବାବା আগে ବଡ ଏ ଦୁନିଆରେ କିଏ কে ନା ବଡ ହଉଛି ଦୈବ ବଳ ଦୈବ ବଳକୁ ଦୁନିଆରେ ବଡ ବୋଲି କାହା ନାହିଁ ତାହେଲେ କୋଉ ଦୀପ ବଡ আগে পারাদীপ কেতে এরিয়া নেই এরিয়া বড় দীপ পারাদীপ ପହରଦିନ ଆମର ଯୋଉ ପ୍ରୋଗ୍ରାମ ଚାଲିଥିଲା ହାଉସ କ୍ଲାସ ଜଗନ୍ନାଥ ମନ୍ଦିରରେ ଦିଲ୍ଲୀରେ କହିଲେ ତମେ ପାରାଦୀପ ଲୋକ ବୋଲି ପାରାଦୀପକି ଭାରି ଟେକୁଛ ଆଉ କଣ କିଛି ବଡ ନାହିଁ কেতে এরিয়া দিলা ଦୁନିଆରେ କୋଉ ଦୀପ ବଡ ନା ଇଏ କହିଲେ ପାରାଦୀପ ବଡ পারাদীপ বড় ନାଇଁ আগে ସେଠି ବି 15 ନା 16 କାହାର କହୁଛି ତା ମୂର୍ଖର ଶୁଖୁଆ ଦରକାର ହଉ ଭାରି ଇଚ୍ଛା ଥିଲା ତାର ଖାଲି ବାହୁଡା ନ ହେଇଥିଲେ 2-3 କିଲୋ ନେଇକି ଯାଇଥାନ୍ତା ବୁଲି ଆସିବ ନା ଖାଇକିରି ତାର ଧରି ଆସିବୁ ପଳେଇ ଦେଖନ୍ତୁ ଆଜ୍ଞା আগে କୋଉ ଦୀପ ବଡ ଚକ୍ଷୁ ଦୀପ ବଡ ନୁହେଁ ଆଜ୍ଞା ଜନ୍ମାନ୍ଧ ହଉଛନ୍ତି ସନ୍ଥ ଭୀମ ଭୋଇ ভীম ভাই କେତେ ସୁନ୍ଦର ବାର୍ତ୍ତା ଦେଇଛନ୍ତି হও হও কইলে ভীম ভাই কলে প্রাণীଙ୍କ আরত ইয়ে দুঃখ প্রমিত দেখু দেখু কেবা সহু ইয়ে জীবন পছে নরকে পড়ি খাও জগত উদ্ধার সন্থ ভীম ভাই জন্মରୁ ଅନ୍ଧ ଅନ୍ଧ କୁପାରୁ ଅନ୍ଧ ପୁଅଟିକି ପାଇଥିଲେ ତାଙ୍କ ବାପା ମା ଜାତିରେ ଅନ୍ଧ ଘରର ପିଲା ଭାଇ କଣ କହିଲେ কোন কইলে କହିଲେ ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କିମ୍ବା ସବୁ ଦୁନିଆର କୋଉ ଦୃଶ୍ୟ ସେ ଦେଖିଥିଲେ ଅନ୍ଧ ତ ସିଏ ନା হ্যাঁ କୋଉ ଦୃଶ୍ୟ ଦେଖିଥିଲେ কোন দিছে ଦେଖୁ ଦେଖୁ ସହ ବୋଲି କହିଲେ আগে କେଡେ ସୁନ୍ଦର ସୁନ୍ଦର ଭଜନ ତାଙ୍କର ଅଛି ଜାଣିଛ ভজন নই পদে হও হও ଅନେକ ଭଜନ ଶୁଣିଛ অলগ মতন ভজন ହାଁ? পদে গাই ଅନେକ ଭଜନ ଶୁଣିନେ আরে ঠিক ট্রেন রে গায় সব ভিকো মাগে এ ভিকো মাগে তো বাবা ট্রেন রে যায় এই কাই তো ফুটালে তো দাওয়াত ହଉ ରହ ତାହେଲେ ଦେଖନ୍ତୁ ଆଜ୍ଞା আগে ଅନେକ ଭଜନରୁ ଗୋଟିଏ ପଦ ଆଣିବେ আসু କହିଲେ ଶୂନ୍ୟ ମନ୍ଦିର ବିହାର এই তো খজনি আনতো না ଏଟା ହଉଛି ଖଞ୍ଜଣି ଭଜନ ଆଜ୍ଞା না যদি আনতো তাহলে বজলো না କହିଲେ ରୂପରେଖ ନାହିଁ ଯାର ଶୂନ୍ୟ ମନ୍ଦିର ବିହାର ଆଜ୍ଞା ସାର୍ କ୍ଷମା କରିବେ ସତରେ ମାଙ୍କ ଉପରେ ରାଗିଛନ୍ତି ନା କଣ ମୋ ଆଡେ ଟିକେ ଅନେଇଲେ ମୋ ଭାଇ ମୋର ଆଣେ ରାଗିବନି ମାଙ୍କ ଉପରେ ହେଲା ମୁଁ ଅନୁରୋଧ କରୁଛି ମୁଁ ତାକୁ ରାଣ ପକେଇକି ବସେଇଛି ହେଲା ତାଙ୍କ ଉପରେ ରାଗଟା ମୋ ଉପରକୁ ଆସିବ ହେଲା ମୋର ଆଣେ ରାଗିବନି এই রাতি পাই দেবে ହସିଲା ନା ନାଇଁ ଜମା ରାଗିବେନି ଆଉ ଯାହା ଯଦି ସତରେ କାଲି ରାଗିକିରି କହିଲେ ମୁଁ ଯାଉନି ଯେ ମୁଁ ଲେଟ୍ରେ ଯିବି ମତେ କହିବେ ମୁଁ ସାଙ୍ଗେ ସାଙ୍ଗେ ଦେଖିବି ରାଗିବେନି ଦେଖୁଲେ କେତେ ସୁନ୍ଦର ମନ ତାଙ୍କର ତମେ କାହିଁ ମିଛଟାରେ କହୁଛ ସେ ରାଗି ନେବନି না আমার भी পয়সা উঠি গলানি ওটি চালি ଅଧିକା କର କଲା ରୂପରେ ଖନାହି ଯାର ଏ ଶୂନ୍ୟ ମନ୍ଦିର ବିହାର
চেষ্টা করি রা বাবা ଏମିତି ତ ଘରେ ହଉନା ବସକୁ ଉଠି ପାରୁନାହାନ୍ତି ଏଠି ବହୁତ ଅଧିକ ବଳ ଆଗୁଛି ଆରେ ବୁଆ ଆରେ ବୟସକୁ ଉଠିଲେ ପଇସା ଦେବାକୁ ପଡିବ ଦବାକୁ ପଡିବ ଏ ବୁଆ ପଇସା ନେବେ ମୁଁ ବସକୁ ଉଠି ପାରୁନି ଆପଣ ଆଜି କ'ଣ ପାଇଁ ସତ ଭାଇ ନ ଜାଣି କହୁଥିଲା ଆମ ସ୍ୱର୍ଣ୍ଣର ବୟସ ହେଇଗଲାଣି ତାକୁ ଡାକ ନା ଆମର ପିଲା କହୁଛନ୍ତି ମୁଁ ଆଉ କ'ଣ କରିବି ହର ଆଜ୍ଞା ଦେଖନ୍ତୁ ଆଜ୍ଞା ଶୂନ୍ୟବାସୀରେ ବି କହିଲେ ସନ୍ଥ ଭୀମ ଭାଇ ଜନ୍ମରୁ ବନ୍ଧ ଜଗତର କୋଉ ଆଲୋକ ସେ ଦେଖିଥିଲେ କହିଲେ ତାଙ୍କର ଜ୍ଞାନରତ୍ନ ଥିଲା ଜ୍ଞାନରତ୍ନ ସେ ଦେଖିଥିଲେ ଜ୍ଞାନନେତ୍ର ସେ ଦେଖିଥିଲେ ଯାହାର ଜ୍ଞାନନେତ୍ର ଅଛି ତାର ବାହ୍ୟ ଜଗତର ଆଖି ଦରକାର ନାହିଁ ଖାଲି ସେତିକି ନୁହେଁ ଆଜ୍ଞା ଜଗତରେ କୋଉ ରସ ବଡ଼ କୋଉ ରସ ବଡ଼ ଦୁନିଆରେ ଆଜ୍ଞା ଦେଖନ୍ତୁ ଶ୍ରେଷ୍ଠ ରସଲାମା ଆପଣମାନେ ଦେଖିବେ ଡାଲି ଘର ଭିତରେ ଗୋଟିଏ ଛୋଟିଆ ବାଟ ଥିବ ହାତ କରିକି ଏତେ ବଡ଼ ବୋତଲ ନାଲି ନାଲି ଦେଖାଉଥିବ 180 ଗ୍ରାମକୁ 180 ଆରେ ହେ ଚଣ୍ଡାଳ ତୁ ତ ହାଣ୍ଡିଆ ପିଇ ପିଇ ତ ଜୀବନ ଗଲା ଚାଲି ଘର ଭିତରୁ ହାତ ବଳେ 5 ବର୍ଷ ହେଲାଣି 45 ଟଙ୍କା ଗଣ୍ଡି ଖୋଲରେ ନେଇଥିଲା ହାଣ୍ଡିଆ ପିଇବାକୁ ପଇସା ଦେଇପାରୁନି ଆଉ ଏ ଫୁଟାଣିଆ ଯାଇକି ଜାଲି ଘର ଭିତରେ ଫରେଷ୍ଟ କରୁଥିଲା ବା ହାଣ୍ଡିଆ ପିଇବା ଲୋକ ଆରେ କୋଉ ରସ ବଡ଼ ରସ ବଡ଼ ନୁହେଁ ଜଗତରେ ପ୍ରକୃତ କୋଉ ରସ ବଡ଼ କୌରସ ଅନାଜ ପାନ କଲା ଲୋକ ସିନା ଜାଣିଛି କହିଲେ ହରି ନାମେ କି ରସ ଅଛି ହରି ନାମେ କି ରସ ଅଛି ହରି ନାମେ କି ରସ ଅଛି ଇଏ ପାନ କଲା ଲୋକ ଇଏ ପାନ କଲା ଲୋକ ଇଏ ପାନ କଲା ଲୋକ ସିନା ଜାଣିଛି ହରି ନାମେ କି ରସ ଅଛି ହରି ନାମେ କି ରସ ଅଛି ହରି ନାମେ କି ରସ ଅଛି ଯିଏ ପାନ କଲା ଲୋକ ସିନା ଜାଣିଛି ଜାଣିଛି ଭଗବାନଙ୍କ ନାମରେ କୋଉ ରସ ଅଛି ଯିଏ ପାନ କରିଛି ସେ ଜାଣିଛି କେଟେ ମଧୁର ତୁମ ଭକ୍ତ କହୁଛି ହେ ପ୍ରଭୁ କେଡ଼େ ମଧୁର ତୁମ ନାମ ରସ ନାଇଁ ଆସନ୍ତୁ ଭଗବାନଙ୍କର ବଡ ଭାଇ ଓ ଗୀତ ଗାଇକି ଶୁଣେଇବାକୁ ସମୟ ନାହିଁ ପଦେ ଗାଇବିନି ପଦେ ନାହିଁ ବିପିନ୍ଦା ମତେ ଗାଁ ସବୁବେଳେ ମତେ ମନା କରୁଛନ୍ତି ନାମର ସେରାନି ସମସ୍ତେ ମଦିଯିବା ଆଉ ହଜିଯିବା ମଧ୍ୟ ଜୟ ଜଗନ୍ନାଥ ସ୍ୱାମୀ କି ପଦେ ଜୟ ଜଗନ୍ନାଥ ସ୍ୱାମୀ କି ଜୟ ଜଗନ୍ନାଥ ସ୍ୱାମୀ କି ନାମର ସେରା ମତେ ସମସ୍ତେ ମଦିଯିବା ସେ ପ୍ରେମରେ ଚିଡ଼େ ମଧୁର ତୁମ ନାମର କେଡ଼େ ମଧୁର ତୁମ ନାମର କେଡ଼େ ମଧୁର ତୁମ ନାମର କେଡ଼େ ମଧୁର ତୁମ ନାମର ଜନକୀ କରୁଛି ଜନକୀ କରୁଛି ଜନକୀ କରୁଛି ଜନକୀ କରୁଛି জীবনর নন্দী কেড়ে মধুর তুম নামর কেড়ে মধুর তুম নামর কেড়ে মধুর তুম নামর কেড়ে মধুর তুম নামর নামর হৃদয় হুয়ে সুদাম এর মরিমা হৃদয় হুয়ে সুদাম এর মরিমা হৃদয় হুয়ে সুদাম সঙ্গত পাখরে বসত পারে সঙ্গত পাখরে বসত
মধুর তুম নাম রস এরে মধুর তুম নাম রস মধুর মধুর তুম নাম রস এরে মধুর তুম নাম রস মধুর 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 তুম নাম রস তুম নাম রস জয় জগন্নাথ স্বামী কি জয় জগন্নাথ স্বামী কি জয় জগন্নাথ স্বামী কি ধন্যবাদ হব আজ্ঞা ফেরিবা আমার কথা ভিতরকু আপন মানকর লেখা ଥିଲା ଗୋଟିଏ ପ୍ରିୟ ଭଜନ ପାଇଁ ଆଜିକାଲିକା ଭଜନ ତଥାପି କାଳିଆ ସାନ୍ତାଙ୍କର ଅତି ପ୍ରିୟ ଭଜନଟିଏ ପୁଅ ମୋର ତପୁ ଗାଇଥାନ୍ତା କଲମ୍ଭ ଡାକୁ ଅଛି କାଳିଆ କାଳିଆ ଛପା ଡାକେ ଜଗନ୍ନାଥ ଦୁନିଆ ଗଢ଼ିଛୁ ଏକା କାଳିଆ ନାହିଁ ତୋର ଗୋଡ଼ ହାତ ଏ ଅନ୍ଧ ଡାକୁ ଅଛି କାଳିଆ କାଳିଆ ମୁଁ ଗାଇବିନି ଆଜ୍ଞା ଏ ଗୀତ ଗାଇବା ଆମକୁ କିନ୍ତୁ କିଛି ସମୟ ପରେ ଭଲ ଗାଇବ ଲେଖାଟିଏ ଭାଇ ଜଣେ ମୋର ଏଇପଟରେ ଥିଲେ ପଳେଇ ଗଲେ ରାଗି ଦେବ କଲା ଆଜ୍ଞା ଲେଙ୍କା ବାପା ଏ ଗୀତଟା କହିବ ଏ ପିଲାକୁ ଯଦି ଜାଣିଥିବ ନିଶ୍ଚିତ ଗାଇବ କିନ୍ତୁ କ'ଣ କରିବା ଆଜ୍ଞା ସମୟ ତ ନାହିଁ ତଥାପି ଗାଇବ ସେ ଭାଇ ନଥିଲେ କ'ଣ ହେଲା ଯାହା ବି ହେଲେ ଆପଣମାନେ ତ ଶୁଣିବେ ନା ଅଛନ୍ତି ଏ ଗୀତ ପାଇଁ ଆପଣମାନଙ୍କର ମନ ଭିତରେ ଆଗ୍ରହ ନାହିଁ ଯଦି ଆପଣମାନଙ୍କର ଇଣ୍ଟରେଷ୍ଟ ନଥିବ ମୁଁ ଚାନ୍ସ ଦେବିନି କିନ୍ତୁ ବର୍ତ୍ତମାନ ନୁହଁ ଆଉ ଟିକେ ଆଗକୁ ନାଇଁ ହଉ ତାହେଲେ ଛାଡ଼ିବା ହଉ ତାହେଲେ ଦେଖିବା ଆଜ୍ଞା ଧର୍ମରାଜ ଯୁଧିଷ୍ଠିର ଡାକିଲେ ଦୁର୍ଯ୍ୟୋଧନ କାହିଁକି ଆଜି ଏତେ ଆଦରରେ ଭାଇ ବୋଲି ଡାକୁଛୁ କହିଲୁ କ'ଣ ପାଇଁ ଡାକୁଛୁ କ'ଣ ଆଜି କିଛି ମାଗିବୁ କି କିଛି ମାଗିବା ପାଇଁ ମୁଁ ଡାକିଛି ମା ଆଜ୍ଞା ମୁଁ କାହିଁକି ତମକୁ ରାଣ ପକେଇ ବସେଇଛି ଜାଣିଛ ବାବୁଙ୍କ ପାଇଁ ସାରଙ୍କ ପାଇଁ ବସେଇଛି ତମେ ଯୋଉ ସାବିତ୍ରୀ ଓଷା ପିଲାମାନେ କିଏ କରିଥିବେ ନା ନା ଆପଣ କରନ୍ତି 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 ଦେଖିଲେ ଆଜ୍ଞା ଆପଣଙ୍କ ଆୟୁଷ ପାଇଁ ମୁଁ ମାଆଙ୍କୁ ବସାଇଛି ହେଲା ଯୋଉ ସାବିତ୍ରୀ ଓଷା କରୁଛନ୍ତି ଯୋଉ ଶାଢ଼ୀ କିଣି ଆଣି ଦଉଛନ୍ତି ଖରାପ ଭାବିବନି କହେ ଭଲ ଆଉ କ'ଣ ରାଣ ନିୟମ ପକେଇ ଡାକି ଆଣି ବସେଇ ଦେଲେ ଭଲ କଥା କହୁଛନ୍ତି ତାଙ୍କୁ ଆଉ ଯେହେତୁ ମୋ ଭାଇ ତାଙ୍କ ଆୟୁଷଟା ଆମର ନିହାତି ଦରକାର ହେଲା ବ୍ରତ କଲେ ବ୍ରତଟା କୋଉ ହାତରେ ବାନ୍ଧିବେ କେତେ ଦିନ ବାନ୍ଧିବେ ସ୍ୱାମୀଙ୍କର ଲମ୍ବା ଆୟୁଷ ବୃଦ୍ଧି ହବ ସେ ଯାଉଥିଲେ ଗେଟ୍ ପାଖରୁ ମୁଁ ସେଇ ଲାଗି ମୋର ତାଙ୍କ ଉପରେ ରାଖିବିନି ହେଲା ହଉ ସେ କଥାଟା କହିଦେଲେ ଆମେ କେତେବେଳୁ ଯାଇ ସାରୁଛୁ କହିବି ଟିକେ ମତେ ଆଉ ସମୟ ଦରକାର ନାଇଁ କାହିଁକି ନା ମାନବବିନ୍ଦ ଦୁର୍ଯ୍ୟୋଧନ ପଚାରିଲେ ଡାକିଲେ ବଡ଼ ଭାଇ ମତେ ଏତେ ବଡ଼ କଥାଟା କାହିଁକି କହିବି ନାଇଁ କ'ଣ ପାଇଁ କହିଲେ ଏ ଭାଇ ଆଣି କ'ଣ ଗୁପଚୁପ ଖାଇବାକୁ ଗଲ ନା କ'ଣ ମା ବା ଧନ ଗୁପଚୁପ ଖାଇବାକୁ ଯାଉଛ କି ହଉ ନାଇଁ ଏପଟରେ ଯିଏ ବସିଥିଲେ ମା ମାନେ ଗୁପଚୁପ ଖାଇକିରି ଗଲେ ତ ମୁଁ ସେଇ ନେଇ ପଚାରୁଛି ଭଲ ଟେଷ୍ଟ ଜିନିଷଟି ହଉ ତାହେଲେ ଆଉ ସ୍ୱାମୀଙ୍କ ଆୟୁଷ କ'ଣ ହବ ମ ସ୍ୱାମୀଙ୍କ ଆୟୁଷ କ'ଣ ହବ ବଢିଗଲା 3000 ହଉ ତେଣିକି ଜାଣିଲି ତାହେଲେ ଆମେ ଦେଖିବା ପଚାରିଲେ ଯୁଧିଷ୍ଠିର ଦୁର୍ଯ୍ୟୋଧନକୁ ଏ ଦୁର୍ଯ୍ୟୋଧନ କିଛି ମାଗିବ କି ରେ ଏତେ ଆଦରରେ ତୋ ମୁହଁରେ ଆଜି ଭାଇ ଡାକଡ଼ା କାହିଁକି ବାଜିଲା ମୋ କାନରେ କହିବୁ କ'ଣ ମାଗିବ କି କିଛି କହିଲେ ଭୁଲ କହିଲେ ମାମା ଦୁର୍ଯ୍ୟୋଧନ ହାତ ପତେଇକିରି ମାଗିବ ତମେ ଉପର ହାତରେ ଦବ ଏଇଟା ତମେ ବିଶ୍ୱାସ କରିପାରୁଛ କେଡ଼େ ବଡ଼ ଭୁଲ କଥା କହୁଛ ଯାହା ଚାହିଁବୁ ତାହା ଦିଆଯିବ ଦରକାର ନାହିଁ ମୋର ଆଉ ଯଦି ତମେ କହିବ ମୁଁ ଗୋଟିଏ ଜିନିଷ ମାଗିବି କ'ଣ ସେ ଜିନିଷଟା କ'ଣ କହିଲେ କହିବ କୃଷ୍ଣ କେଶବ କହିଲେ ବଡ଼ ନନା ଧନରତ୍ନର ଲୋଭ ମୋର ନାହିଁ ମାନେ କୋଉ ଅବସ୍ଥାରେ ପହଞ୍ଚିଲେଣି ମୁଁ ଅନେଶ୍ୱତ ଭାଇ ମଲେ ଲକ୍ଷ୍ମଣ କୁମାର ପରି ପୁଅ ମୋର ଗଲା ବର୍ତ୍ତମାନ ମୋ ପରିସ୍ଥିତି ଏଇଆ ଜାନୁଭଗ୍ନ ହେଇକି ମୁଁ ପଡ଼ିଛି ଧନ ମୋର କ'ଣ ହବ
ନା ଯଦି କହିବେ ହଁ ଗୋଟିଏ ଜିନିଷ ମୁଁ ମାଗିବି। ତୋର ପ୍ରାଣ ଭିକ୍ଷା ଦରକାର କଣ? ହଁ କହିଲେ ଡାକିବା କୃଷ୍ଣ କେଶବ ଭାବ କହିବାର ପାଇ ଯାହା ଅଛି ଆମର ଦେବା ସେ ବୁଝାଏ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ସନ୍ତତ ସୁମନ ଜୟ ହନୁମାନ। ଡାକିଲେ କହିଲେ ବଡ ନା ହଁ ଡାକିବ କି ପାଣ୍ଡବ ସଖା ହରି ହଁ ଦୟାମୟ ହରି ଭଗବାନ କୃଷ୍ଣ କେଶବଙ୍କୁ ବେଶ ଆଜି ଆଜି ଏଇ ଜାଗାରେ ତାଙ୍କୁ ଗୋଟିଏ କଥା ମୁଁ ପଚାରିବି ହଁ ନାଇଁ? ଆଜ୍ଞା ହଁ ଠିକ ଅଛି ମୁଁ ଡାକିବି ହଁ ତମେ ପଚାରିବି। ଆଜ୍ଞା ଧର୍ମରାଜ ଯୁଧିଷ୍ଠିର ବାହାରିଲେ ଡାକିବାକୁ ଡାକିବେ। ପ୍ରଭୁ ଆସି ପହଞ୍ଚିଲେ ଏ କଥାର ସମାଧାନ ହବ। ହବ କିନ୍ତୁ ଦେଖନ୍ତୁ ଆଜ୍ଞା ଆଜ୍ଞା ମନା କରିଦେଲେ ସାନ ଭାଇ ଭୀମ ଭୀମ ଡାକିଲେ କହିଲେ ନା ଆପଣ ଦୁର୍ଯ୍ୟୋଧନ କଥାର ପ୍ରଭୁଙ୍କୁ ଡାକିବେ। ହଁ ପ୍ରଭୁଙ୍କୁ ଡାକନ୍ତୁ। ଜାଣିଛନ୍ତି କେଡ଼େ ମାରାତ୍ମକ ଠାକୁରଙ୍କୁ ଡାକେଇ ଆମରି ଆଖି ଆଗରେ ତାକୁ ଅପମାନିତ କରିବେ ଯୋଉଟା କି ଆପଣ ମାନେ ବା ଆମେ ମାନେ ସହିପାରିବାନି। ଡାକନି ପ୍ରଭୁଙ୍କୁ। ଯୁଧିଷ୍ଠିର କହିଲା ଆରେ ଭାଇଆ ଯଦି ସେ ଚାହୁଁଛି ତାହେଲେ ଠିକ ଅଛି ମୁଁ ଡାକେ କଣ ତାର କହିବାର ଅଛି ସେ କହିବ ଆଉ କଣ। ପ୍ରଭୁ ଭଗବାନ କୃଷ୍ଣ ଡାକିଲେ କେମିତି ଡାକିବେ? ଭଗବାନଙ୍କୁ ପଦେ ସେଇଥିରୁ ହଉ। ଡାକୁଛନ୍ତି ମାନଗୋବିନ୍ଦ ଦୁର୍ଯ୍ୟୋଧନ ସେଇଥିରୁ ପଦେ ହଉ। କିନ୍ତୁ ଆଜ୍ଞା ଆଜ୍ଞା ମନରେ ଡାକୁଛନ୍ତି କିନ୍ତୁ ସମସ୍ତଙ୍କ ଆଖି ଆଗରେ ଡାକୁଛନ୍ତି ଯୁଧିଷ୍ଠିର। ଯୁଧିଷ୍ଠିର କେମିତି ଡାକିଲେ? କେମିତି ଡାକିଲେ? ଜୟଦେବ କୃତ୍ୟ ଗୀତ ଗାଉଥିଲେ। ପଦେ ହଉ ହଉ। ଏଇଟାକୁ ଆଉ ଟିକେ ବଢେଇ দিব ଜୟଦେବ କୃତ୍ୟ ଗୀତ ଗୋବିନ୍ଦର ଗୋଟିଏ ପଦ ଆସିବ କେମିତି? କଲ ପ୍ରଭୁ ଦିନ ମଣ୍ଡଳ ହେ ମଣ୍ଡନ ମହାପ୍ରଭୁ କାଳିଆ ଶାନ୍ତଙ୍କର ଶାନ୍ତ କର। ବଡ ଦେଉଳରେ ଆଳତୀ ସମୟରେ ଏ ଗୀତ ନହେଲେ ପ୍ରଭୁ ଆଳତୀ ଗ୍ରହଣ କରିବେନି। ଦିନମଣି ମଣ୍ଡଳ ଜୟଦେବ କୃତ୍ୟ ଗୀତ ଗୋବିନ୍ଦ କଲ ପ୍ରଭୁ ଦିନ